ନେହେମିଆ ଅଧ୍ୟାୟ 9। ପାପ ପରିହାର କ୍ରିୟା। ସେହି ମାସର ଚତୁର୍ବିଂଶ ଦିବସରେ ଇସ୍ରାଏଲୀୟ ଜନତା ଏକତ୍ରିତ ହେଲେ ଓ ଚଟ୍ଟବସ୍ତ୍ର ପରିହିତ ହୋଇ ଏବଂ ମସ୍ତକ ଉପରେ ଧୂଳି ଛିଞ୍ଚାଇ ଉପବାସ କଲେ। ସେମାନେ ବିଦେଶୀମାନଙ୍କ ଠାରୁ ପୃଥକ ହେଲେ ଓ ଦଣ୍ଡାୟମାନ ହୋଇ ନିଜ ନିଜର ତଥା ପିତୃପୁରୁଷମାନଙ୍କର ପାପ ସ୍ୱୀକାର କଲେ। ଦିନଟିର ଏକ ଚତୁର୍ଥାଂଶ ବ୍ୟାପୀ ସେମାନେ ସୁସ୍ଥମାନଙ୍କରେ ଠିଆ ହୋଇ ପ୍ରଭୁ ସେମାନଙ୍କୁ ଈଶ୍ୱରଙ୍କ ବିଧାନ ଗ୍ରନ୍ଥରୁ ପଠନ କଲେ ଓ ଅନ୍ୟ ଏକ ଚତୁର୍ଥାଂଶ ଧରି ସ୍ୱକୃତ ପାପ ସ୍ୱୀକାର କଲେ ଏବଂ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କୁ ଆରାଧନା କଲେ। ଲେବୀୟମାନଙ୍କ ପାଇଁ ପ୍ରସ୍ତୁତ ପ୍ରାବନ୍ଧ ଶ୍ରେଣୀ ଉପରେ ଦଣ୍ଡାୟମାନ ହୋଇ ଯୋଶୁଆ, ବାନି, କାଦାମିଏଲ, ଶେବାନିଆ, ବୁନି, ସେରେବିଆ, ବାନି, କେନାନି ପ୍ରଭୃତି ବ୍ୟକ୍ତି ପ୍ରଭୁ ସେମାନଙ୍କ ଈଶ୍ୱରଙ୍କୁ ଉଚ୍ଚ ସ୍ୱରରେ ଡାକି ନିବେଦନ କଲେ। ଏହାପରେ ଯୋଶୁଆ, କାଦମିଏଲ, ବାନି, ହାସବାନେଇଆ, ସେରେବିଆ, ହଦିଆ, ଶେବାନିଆ, ପତାହିଆ ପ୍ରଭୃତି ଲେବୀୟମାନେ ଜନତାକୁ କହିଲେ, ଦଣ୍ଡାୟମାନ ହୋଇ ପ୍ରଭୁ ତୁମ ଈଶ୍ୱରଙ୍କର ଯୁଗ ଯୁଗାନ୍ତ ବ୍ୟାପୀ ସ୍ତୁତିଗାନ କର। ସମସ୍ତ ସ୍ତୁତି ତଥା ପ୍ରଶଂସିତ ତାହାଙ୍କର ମହାନତା ତଥା ମହିମାମୟ ନାମ ଧନ୍ୟ ହେଉ। ଏଜ୍ରା ପୁଣି କହିଲେ, ତୁମେ ପ୍ରଭୁ ଅଟ। ତୁମେ ପ୍ରଭୁ ଅଟ। ସ୍ୱର୍ଗ ତଥା ସ୍ୱର୍ଗାଧିପତି ତନ୍ମଧ୍ୟସ୍ଥ ବାହିନୀ ସମୂହ, ପୃଥିବୀ ତଥା ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ଓ ସମୁଦ୍ର ତଥା ତନ୍ମଧ୍ୟସ୍ଥ ସମସ୍ତଙ୍କୁ ତୁମେ ସୃଷ୍ଟି କଲ। ତୁମେ ସେ ସମସ୍ତର ପ୍ରତିପାଳନ କରୁଅଛ। ଆକାଶ ବାହିନୀ ତୁମର ଆରାଧନା କରନ୍ତି। କାଲଦୀୟ ଦେଶ ଉର୍ ନଗରୀରୁ ଆବ୍ରାହାମକୁ ମନୋନୀତ କରି ତୁମେ ତାଙ୍କୁ ବାହାରି ଆଣିଲ ଓ ତାଙ୍କୁ ଆବ୍ରାହାମ ନାମରେ ନାମିତ କଲ। ତୁମ ସନ୍ନିଧାନରେ ତାଙ୍କର ହୃଦୟ ଯେ ବିଶ୍ୱସ୍ତ ଥିଲା ତୁମେ ଏହା ଦେଖିବାକୁ ପାଇଲ। ତାଙ୍କର ବଂଶଧରମାନଙ୍କୁ କାନାନୀୟ, ହିତୀୟ, ଆମୋରୀୟ, ପେରେସୀୟ, ଜେବୁସୀୟ ତଥା ଗିର୍ଗେସୀୟମାନଙ୍କ ଦେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ତୁମେ ତାଙ୍କ ସହ ବ୍ୟବସ୍ଥା ବିଧାନ ସ୍ଥାପନ କଲ ଏବଂ ତୁମେ ନୀତିନିଷ୍ଠ ହୋଇଥିବା ଯୋଗୁଁ ତୁମର ପ୍ରତିଶ୍ରୁତିକୁ ତୁମେ କାର୍ଯ୍ୟକାରୀ କଲ। ଇଜିପ୍ଟବାସୀ ଆମ ପିତୃପୁରୁଷମାନଙ୍କର ଦୁଃଖ ପ୍ରତି ତୁମେ ଦୃଷ୍ଟି ଦେଲ ଏବଂ ଲୋହିତ ସାଗର ସମୀପରେ ସେମାନଙ୍କର କ୍ରନ୍ଦନ ପ୍ରତି କର୍ଣ୍ଣପାତ କଲ। ଆମ ପିତୃପୁରୁଷମାନଙ୍କ ବିରୁଦ୍ଧରେ ଫାରୋ ଓ ତାଙ୍କର ପରିଚାରକ ଓ ତାଙ୍କର ଦେଶବାସୀ ଅଧୈର୍ଯ୍ୟପୂର୍ଣ୍ଣ ଆଚରଣ କରିଥିବା ଯୋଗୁଁ ସେମାନଙ୍କ ବିରୁଦ୍ଧରେ ତୁମେ ଅନେକ ନିଦର୍ଶନ ତଥା ଅଦ୍ଭୁତ କର୍ମାବଳୀ ସମ୍ପାଦନ କଲ। ଫଳରେ ଆଜି ସଂଘଟିତ ହେଉଥିବା ଭଳି ତୁମର ନାମକୁ ତୁମେ ପ୍ରଖ୍ୟାତ କଲ। ତୁମେ ସେମାନଙ୍କ ସମ୍ମୁଖରେ ସାଗରକୁ ବିଭକ୍ତ କଲ, ଯଦ୍ୱାରା ସେମାନେ ସମୁଦ୍ର ମଧ୍ୟରେ ଶୁଷ୍କ ଭୂଖଣ୍ଡ ଦେଇ ଯାତ୍ରା କଲେ। କିନ୍ତୁ ଗଭୀର ଜଳଧିରେ ପଥର ଯେପରି ନିମ୍ନଗ୍ନ ହୋଇଯାଏ, ସେପରି ତୁମେ ସେମାନଙ୍କ ପଶ୍ଚାତଧାବନକାରୀମାନଙ୍କୁ ନିମ୍ନଗ୍ନ କଲ। ଦିବା କାଳରେ ଏକ ମେଘସ୍ତମ୍ଭ ଜରିଆରେ ତୁମେ ସେମାନଙ୍କୁ ପଥ କଢ଼ାଇଲ ଓ ରାତ୍ରି କାଳରେ ଯେଉଁ ପଥ ଦେଇ ସେମାନଙ୍କର ଯାତ୍ରା କରିବାର ଥିଲା, ସେହି ପଥକୁ ଆଲୋକିତ କରିବା ପାଇଁ ତୁମେ ଏକ ଅଗ୍ନିସ୍ତମ୍ଭରୁ ସେମାନଙ୍କର ନେତୃତ୍ୱ ନେଲ। ସିନାଇ ପର୍ବତ ଶୀର୍ଷରେ ତୁମେ ଅବତରଣ କଲ ଓ ସ୍ୱର୍ଗଧାମରୁ ସେମାନଙ୍କ ସହ କଥା କହି ସେମାନଙ୍କୁ ଯଥାର୍ଥ ଅଧ୍ୟାଦେଶ, ବାସ୍ତବ ବିଧାନ, ଉତ୍ତମ ନିୟମ ତଥା ଆଜ୍ଞାବଳୀ ପ୍ରଦାନ କଲ। ତୁମର ଦାସ ମୋଶେସଙ୍କ ମାଧ୍ୟମରେ ତୁମେ ସେମାନଙ୍କ ନିମନ୍ତେ ପବିତ୍ର ସାବତ, ଆଜ୍ଞା, ନିୟମ ତଥା ବିଧାନବଳୀ ବିଜ୍ଞାପନ କଲ। ସେମାନଙ୍କର କ୍ଷୁଧା ନିବାରଣ କରିବା ପାଇଁ ସ୍ୱର୍ଗରୁ ରୁଟି ଓ
ସେମାନଙ୍କର ତୃଷା ପରିହାର କରିବା ପାଇଁ ଶୈଳରୁ ଜଳ ତୁମେ ସେମାନଙ୍କୁ ପ୍ରଦାନ କଲ। ତୁମ ଦ୍ୱାରା ପ୍ରତିଶ୍ରୁତି ଦେଶ ଅଧିକାର କରିବା ପାଇଁ ସେହି ଦେଶରେ ପ୍ରବେଶ କରିବାକୁ ତୁମେ ସେମାନଙ୍କୁ କହିଲ। କିନ୍ତୁ ସେମାନେ ଓ ଆମ ପୁରୁଷମାନେ ଉଦ୍ଧତ ତଥା ଅନମନୀୟ ହୋଇ ତୁମ ଆଜ୍ଞାବଳୀର ଅନୁଗତ ହେଲେ ନାହିଁ। ସେମାନେ ତୁମର ଅନୁଗତ ହେବାରୁ ଅସମ୍ମତ ହେଲେ ଓ ତୁମ ଦ୍ୱାରା ସମ୍ପାଦିତ ଅଦ୍ଭୁତ କର୍ମାବଳୀକୁ ଅବହେଳା କଲେ। ବରଂ ଇଜିପ୍ଟରେ ସେମାନଙ୍କର ପୂର୍ବ ଦାସତ୍ୱ ଅବସ୍ଥାକୁ ଫେରିଯିବା ପାଇଁ ସେମାନେ ନିଜ ସକାଶେ ଜଣେ ନେତାଙ୍କୁ ମନୋନୀତ କଲେ। କିନ୍ତୁ ତୁମେ ଶୀଘ୍ର କ୍ଷମାକାରୀ, ଦୟାଳୁ, କରୁଣାମୟ, କ୍ରୋଧରେ ଧୀର ଓ ନିରନ୍ତର ସ୍ନେହ ପ୍ରଦର୍ଶନ କରିବାକୁ ତତ୍ପର ଈଶ୍ୱର ହୋଇଥିବା ଯୋଗୁଁ ତୁମେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ସେମାନେ ଛାଞ୍ଚ ନିର୍ମିତ ବସ୍ତ୍ର ନିର୍ମାଣ କରି ତୁମମାନଙ୍କୁ ଇଜିପ୍ଟରୁ ବାହାର କରାଇଥିବା ସେହି ଈଶ୍ୱରଙ୍କୁ ଏହି ଦେଖ ବୋଲି କହି କଠିନ ଈଶ୍ୱର ନିନ୍ଦା କଲା ସମୟରେ ସୁଦ୍ଧା ମହାକରୁଣାମୟ ତୁମେ ମରୁ ପ୍ରାନ୍ତରରେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ଦିବା କାଳରେ ସେମାନଙ୍କୁ ବାଟ କଢ଼ାଇଥିବା ସେହି ମେଘସ୍ତମ୍ଭ ଓ ରାତ୍ରି କାଳରେ ଯେଉଁ ପଥ ଦେଇ ସେମାନଙ୍କର ଯାତ୍ରା କରିବାର ଥିଲା ସେହି ପଥକୁ ଆଲୋକିତ କରିଥିବା ଅଗ୍ନିସ୍ତମ୍ଭ ସେମାନଙ୍କୁ କେବେ ହେଁ ଉପେକ୍ଷା କଲା ନାହିଁ। ସେମାନଙ୍କର ଶିକ୍ଷା ଲାଭ ସକାଶେ ତୁମର ଅତି ଉତ୍ତମ ପରମ ଆତ୍ମାଙ୍କୁ ତୁମେ ସେମାନଙ୍କୁ ଦାନ କଲ ଓ ସେମାନଙ୍କର ଭକ୍ଷଣ ପାଇଁ ଆବଶ୍ୟକ ତୁମର ମାନ୍ନା ସେମାନଙ୍କୁ ନିଷେଧ କଲ ନାହିଁ ଏବଂ ସେମାନଙ୍କର ତୃଷା ନିବାରଣ ନିମନ୍ତେ ଜଳ ପ୍ରଦାନ କଲ। ତୁମେ 40 ବର୍ଷ ବ୍ୟାପୀ ମରୁପ୍ରାନ୍ତରରେ ସେମାନଙ୍କର ପ୍ରତିପାଳନ କଲ। ସେମାନେ କୌଣସି ବସ୍ତୁର ଅଭାବ ଅନୁଭବ କଲେ ନାହିଁ। ସେମାନଙ୍କର ବସ୍ତ୍ର ଜରାଜୀର୍ଣ୍ଣ ହେଲା ନାହିଁ କିମ୍ବା ସେମାନଙ୍କର ପାଦ ଫୁଲିଗଲା ନାହିଁ। ତୁମେ ରାଜ୍ୟ ତଥା ଜାତିମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲ ଏବଂ ସମସ୍ତ ଦେଶକୁ ସେମାନଙ୍କର ବଶୀଭୂତ କଲ। ଫଳରେ ସେମାନେ ହେଶବନର ରାଜା ସିହନ ଓ ବାସାନର ରାଜା ଅଗଙ୍କ ଦେଶଗୁଡ଼ିକୁ କରାୟତ୍ତ କଲେ। ତୁମେ ସେମାନଙ୍କ ବଂଶଧରମାନଙ୍କୁ ଆକାଶମଣ୍ଡଳ ତାରକା ସଦୃଶ ସଂଖ୍ୟାଧିକ ଭାବେ ବୃଦ୍ଧି ପ୍ରାପ୍ତ କଲ। ସେମାନଙ୍କର ପିତୃପୁରୁଷମାନଙ୍କୁ ସେଠାରେ ପ୍ରବେଶ କରାଇ ହସ୍ତଗତ କରିବାକୁ ଆଦେଶ ଦେଇଥିବା ଦେଶକୁ ତୁମେ ସେମାନଙ୍କୁ କଢ଼ାଇ ଆଣିଲ। ସୁତରାଂ ସେମାନଙ୍କର ବଂଶଧରମାନେ ତନ୍ମଧ୍ୟରେ ପ୍ରବେଶ କରି ତାହା ଅଧିକାର କଲେ। ସେହି ଦେଶବାସୀ କାନାନୀୟମାନଙ୍କୁ ତୁମେ ସେମାନଙ୍କ ସମ୍ମୁଖରେ ପରାଜିତ କରି ସେମାନଙ୍କ ହସ୍ତରେ ସମର୍ପଣ କଲ। ସେହି ଲୋକମାନଙ୍କ ଓ ସେମାନଙ୍କର ରାଜାମାନଙ୍କ ପ୍ରତି ସ୍ୱେଚ୍ଛା ଅନୁଯାୟୀ ଆଚରଣ କରିବାକୁ ତୁମେ ସେମାନଙ୍କୁ ଅନୁମତି ଦେଲ। ସେମାନେ ଦୁର୍ଗ ବିଶିଷ୍ଟ ନଗରୀ ସମୂହ ତଥା ଉର୍ବର ଦେଶକୁ ଅଧିକାର କଲେ। ବିଶିଷ୍ଟ ବସ୍ତୁ ଦ୍ୱାରା ପରିପୂର୍ଣ୍ଣ ଗୃହ ସବୁ, କୂପ ସମୂହ, ଦ୍ରାକ୍ଷା ଉଦ୍ୟାନ, ଜିତ ଉଦ୍ୟାନ ଓ ଫଳ ଉତ୍ପାଦକ ସଂଖ୍ୟାଧିକ ବୃକ୍ଷକୁ ସେମାନେ ହସ୍ତଗତ କଲେ। ସେମାନେ ସମସ୍ତେ ଭକ୍ଷଣ କରି ପରିତୃପ୍ତ ହେଲେ ଓ ହୃଷ୍ଟପୃଷ୍ଟ ହେଲେ। ତୁମ ଦ୍ୱାରା ପ୍ରଦତ୍ତ ସେହି ବିଶିଷ୍ଟ ବସ୍ତୁ ସମୂହ ସମ୍ବନ୍ଧରେ ସେମାନେ ଆନନ୍ଦିତ ହେଲେ। ତଥାପି ସେମାନେ ଆଜ୍ଞାଗୁଡ଼ିକୁ ଅମାନ୍ୟ କରି ତୁମ ବିରୁଦ୍ଧରେ ବିଦ୍ରୋହ କରି ଉଠିଲେ ଓ ତୁମର ବିଧାନ ବଳିକୁ ଅବହେଳା କଲେ। ତୁମ ପାଖକୁ ଫେରି ଆସିବା ପାଇଁ ଉପଦେଶ ବାଣୀ ପ୍ରଚାର କରିଥିବା ତୁମ ପ୍ରବକ୍ତାମାନଙ୍କୁ ସେମାନେ ବୋଧ କଲେ ଓ ନିକୃଷ୍ଟ ଈଶ୍ୱର ନିନ୍ଦା କଲେ। ସୁତରାଂ ତୁମେ ସେମାନଙ୍କୁ ସେମାନଙ୍କର ଶତ୍ରୁ ହସ୍ତରେ ସମର୍ପଣ କଲ ଏବଂ ସେହି ଶତ୍ରୁମାନେ ସେମାନଙ୍କୁ ପୀଡ଼ିତ କଲେ। ନିଜ ଯନ୍ତ୍ରଣା ମଧ୍ୟରେ ସେମାନେ ତୁମ ସନ୍ନିଧାନରେ କ୍ରନ୍ଦନ କଲେ ଓ ତୁମେ ସ୍ୱର୍ଗଧାମରୁ ସେମାନଙ୍କ ପ୍ରତି କର୍ଣ୍ଣପାତ କଲ। ତୁମର ମହାନ କରୁଣା ସକାଶେ ପବିତ୍ରତା ମାନଙ୍କୁ ପଠାଇ ତୁମେ ସେମାନଙ୍କୁ ଶତ୍ରୁ ହସ୍ତରୁ ରକ୍ଷା କଲ। କିନ୍ତୁ ଶାନ୍ତି ଲାଭ କଲା ପରେ ସେମାନେ ତୁମ ସନ୍ନିଧାନରେ ପୁନରାୟ ମନ୍ଦ କାର୍ଯ୍ୟ କଲେ। ତେଣୁ
ତୁମେ ସେମାନଙ୍କୁ ସେମାନଙ୍କ ଶତ୍ରୁ ହସ୍ତରେ ଅର୍ପଣ କଲ ଓ ଶତ୍ରୁମାନେ ସେମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କଲେ। ସେମାନେ ଫେରି ଆସି ତୁମ ସନ୍ନିଧାନରେ କ୍ରନ୍ଦନ କଲାବେଳେ ତୁମେ ସ୍ୱର୍ଗଧାମରୁ ସେମାନଙ୍କର ପ୍ରାର୍ଥନା ଶୁଣିଲ ଓ ତୁମର ମହାନ କରୁଣା ବଳରେ ସେମାନଙ୍କୁ ବହୁବାର ଉଦ୍ଧାର କଲ। ତୁମ ବିଧାନଗୁଡ଼ିକର ଅନୁଗତ ହେବା ପାଇଁ ତୁମେ ସେମାନଙ୍କୁ ସତର୍କ କଲ, କିନ୍ତୁ ସେମାନେ ଅଧୈର୍ଯ୍ୟ ପୂର୍ବକ ତୁମ ଆଜ୍ଞାବଳୀର ଅନୁଗତ ହେଲେ ନାହିଁ। ବରଂ ତୁମେ ଯେଉଁ ଦେଶ ଅଧ୍ୟାଦେଶ ଗୁଡ଼ିକର ପାଳନ ଜରିଆରେ ମଣିଷ ଜୀବିତ ରହେ, ସେହି ଅଧ୍ୟାଦେଶ ଗୁଡ଼ିକ ବିରୁଦ୍ଧରେ ସେମାନେ ପାପ କଲେ। ସେମାନେ ଅନମନୀୟ ତଥା ଅବାଧ୍ୟ ହୋଇ ତୁମର ଅନୁଗତ ହେବାକୁ ଅସମର୍ଥ ହେଲେ। ବହୁ ବର୍ଷ ବ୍ୟାପୀ ତୁମେ ସେମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ହେଲ। ତୁମର ପ୍ରବକ୍ତାମାନଙ୍କ ମାଧ୍ୟମରେ ତୁମର ପରମ ଆତ୍ମା ସେମାନଙ୍କୁ ଚେତାବନୀ ଶୁଣାଇଥିଲେ, ତଥାପି ସେମାନେ ସେହି ଚେତାବନୀ ପ୍ରତି କର୍ଣ୍ଣପାତ କଲେ ନାହିଁ। ସୁତରାଂ ତୁମେ ସେମାନଙ୍କୁ ଜାତି ସମୂହ ହସ୍ତରେ ସମର୍ପଣ କଲ, କିନ୍ତୁ ତୁମର ମହାନ କରୁଣା ହେତୁ ତୁମେ ସେମାନଙ୍କୁ ନିଶ୍ଚିହ୍ନ କଲ ନାହିଁ କିମ୍ବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ, କାରଣ ତୁମେ ଏକ ଦୟାନିଧି ତଥା କରୁଣା ସାଗର ଈଶ୍ୱର ଅଟ। ସୁତରାଂ ହେ ଈଶ୍ୱର, ମହାନତା, ପରାକ୍ରମୀ ତଥା ଭୟାନକ ଏବଂ ବ୍ୟବସ୍ଥା ପାଳନ ତଥା ନିରନ୍ତର ସ୍ନେହ ପ୍ରଦର୍ଶନକାରୀ ହେ ଈଶ୍ୱର, ଆସିରିଆର ରାଜାମାନଙ୍କ ଅମଳରୁ ଅଦ୍ୟାବଧି ଆମ ନିମନ୍ତେ ଆମ ରାଜାଗଣ, ଶାସକଗଣ, ଯାଜକ, ପ୍ରବକ୍ତା ଓ ଆମ ପିତୃପୁରୁଷଗଣ ଓ ତୁମର ସମସ୍ତ ସ୍ୱଜନମାନଙ୍କ ସକାଶେ ସଂଘଟିତ ସଙ୍କଟ ସବୁକୁ ଅସାର ତୁଲ୍ୟ ବିବେଚନା କର ନାହିଁ। ତଥାପି ଯେଉଁ ସମସ୍ତ କାର୍ଯ୍ୟ ଆମ ପ୍ରତି ସଂଘଟିତ ହୋଇଛି, ସେ ସମସ୍ତ ବିଷୟରେ ତୁମେ ନ୍ୟାୟବାନ ଓ ଆମ ପ୍ରତି ନ୍ୟାୟ ଶାସ୍ତି ବିଧାନ କରିଅଛ। ଆମେ ହିଁ ଦୁରାଚରଣକାରୀ ଥିଲୁ। ଆମ ରାଜା, ଶାସକଗଣ, ଯାଜକ ତଥା ପିତୃପୁରୁଷମାନେ ସେମାନଙ୍କ ପ୍ରତି ପ୍ରଦତ୍ତ ତୁମ ବିଧାନକୁ କାର୍ଯ୍ୟକାରୀ କଲେ ନାହିଁ ଓ ତୁମର ଆଜ୍ଞାବଳୀ ତଥା ଚେତାବନୀ ପ୍ରତି ମନୋଯୋଗୀ ହେଲେ ନାହିଁ। ସେମାନଙ୍କ ରାଜ୍ୟରେ ଅର୍ଥାତ୍ ତୁମର ମହାନ କରୁଣା ବଳରେ ତୁମେ ସେମାନଙ୍କୁ ପ୍ରଦାନ କରିଥିବା ଏହି ବିଶାଳ ତଥା ବିତ୍ତଶାଳୀ ଦେଶରେ ସେମାନେ ତୁମର ସେବା କଲେ ନାହିଁ। ସେମାନେ ନିଜ ନିଜର ଦୁଷ୍କର୍ମରୁ ବିମୁଖ ହେଲେ ନାହିଁ। ଯାହାର ଉତ୍ତମ ଫଳମୂଳ ତଥା ଉତ୍କୃଷ୍ଟ ଉପହାର ସବୁକୁ ଉପଭୋଗ କରିବା ପାଇଁ ତୁମେ ଯେଉଁ ଦେଶ ଆମ ପିତୃପୁରୁଷମାନଙ୍କୁ ଦାନ କଲ, ସେହି ଦେଶରେ ଆମ୍ଭେମାନେ ଆଜି ଦାସ। ଆମ ପାପ ଯୋଗୁଁ ଆମ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଯେଉଁ ରାଜାମାନଙ୍କୁ ତୁମେ ନିୟୋଜିତ କଲ, ସେହି ରାଜାମାନେ ଆଜି ଏହି ଦେଶ ଉତ୍ପନ୍ନ ସମୃଦ୍ଧ ବିଭୋଗ ଉପଭୋଗ କରନ୍ତି। ଆମ ଶରୀର ଓ ପଶୁପଲ ଉପରେ ସେମାନେ ପ୍ରଭୃତ୍ୱ ବିସ୍ତାର କରୁଛନ୍ତି। ଆମ୍ଭେମାନେ କ୍ଲେଶରେ ମଗ୍ନ, ଅତଏବ ଆମ୍ଭେମାନେ ଏକ ସୁଦୃଢ଼ ବ୍ୟବସ୍ଥା ସ୍ଥାପନ କରି ତାହା ଲିପିବଦ୍ଧ କରିଛୁ ଓ ଆମର ଶାସକ, ଲେବୀ ଓ ଯାଜକମାନେ ସେଥିରେ ମୁଦ୍ରାଙ୍କନ କରନ୍ତି। ନେହେମିୟା ଅଧ୍ୟାୟ 10। ମୁଦ୍ରାଙ୍କନକାରୀମାନଙ୍କର ନାମ ବିବରଣୀ। ବ୍ୟବସ୍ଥା ବିଧାନରେ ଯେଉଁମାନେ ମୁଦ୍ରାଙ୍କନ କଲେ, ସେମାନଙ୍କର ନାମ ବିବରଣୀ ଏହା। ରାଜ୍ୟପାଳ ତଥା ହାକାଲିଆର ପୁତ୍ର ନେହେମିୟା, ସେଦେକିୟା, ସେରାଇୟା, ଆସାରିୟା, ଜେରେମିୟା, ପାସାହୁର, ଆମାରିୟା, ମାଲଖିଜା, ହାତୁସ, ଶେବାନିୟା, ମାଲୁକ, ହାରିମ୍, ମେରେମୋଥ, ଅବାଦିୟା, ଦାନିଏଲ, ଗିନେଥନ, ବାରୁକ, ମେସୁଲମ, ଅବିଜା, ମିଜାମିନ, ମାସିୟା, ବିଲଗାଇ ଓ ସେମାଇୟା ଏ ସମସ୍ତେ ଯାଜକ ଥିଲେ। ଲେବୀୟମାନେ ଆସାନିୟାର ପୁତ୍ର ଜେସୁଆ, ହେନଦାଦର ବଂଶଜ ବିନୁଇ ଓ
କାଦମିଏଲ ସେମାନଙ୍କର ଭ୍ରାତାମାନେ। ସେବାନିଆ, ହଦିଆ, କେଲିତା, ପେଲାଲିଆ, ହାନାନ, ମିଖା, ରେହବ, ହାସାବିଆ, ସାକୁର, ସେରେବିଆ, ସେବାନିଆ, ହଦିଆ, ବାନି ଓ ବେନିନୁ। ପ୍ରମୁଖ ବ୍ୟକ୍ତିଗଣ ପାରସ, ପାହାତ ମୋଆବ, ଏଲାମ, ସାତୁ, ବାନି, ବୁନି, ଆସଗାଦ, ବେବାଇ, ଆଦୋନିଜା, ବିଗବାଇ, ଆଦିନ, ଆଥେର, ହେଜେକିଆ, ଆସୁର, ହଦିଆ, ହାସୁମ, ବେସାଇ, ହାରିବ, ଆନଥୋତ, ନେବାଇ, ମାଗପିଆସ, ମେସୁଲାମ, ହେସିର, ମେସାବେଲ, ସାଦକ, ଜାଦୁଆ, ପେଲାତିଆ, ହାନାନ, ଆନାଇଆ, ହାସେୟା, ହାନାନିଆ, ହାସୁବ, ହାଲେହେଶ, ପିଲହା, ଶେବକ, ରେହୁମ, ହାସବାନାବ, ମେସେଇଆ, আহিଆ, ହାନାନ, ଆନାନ, ମାଲୁକ, ହାରିମ ଓ ବାନା। ଅବଶିଷ୍ଟ ସମସ୍ତ ଜନତା ଯାଜକ ତଥା ଲେବୀୟମାନେ, ଦ୍ୱାର ରଖି, ଗାୟକ ତଥା ଦେବାଳୟ ସେବକମାନେ ଈଶ୍ୱରଙ୍କ ବିଧାନର ପାଳନ ସକାଶେ ଏହି ଦେଶବାସୀମାନଙ୍କୁ ସ୍ୱର୍ଗରୁ ନିଜକୁ ପୃଥକ କରିଥିବା ସମସ୍ତ ବ୍ୟକ୍ତି, ପୂର୍ବ ବର୍ଣ୍ଣିତ ସମସ୍ତଙ୍କର ପତ୍ନୀ, ପୁତ୍ର ଓ କନ୍ୟାଗଣ ଏବଂ ଜ୍ଞାନ ତଥା ବୁଦ୍ଧି ସମ୍ପନ୍ନ ସମସ୍ତ ବ୍ୟକ୍ତି, ସେମାନଙ୍କର ଭ୍ରାତାଗଣ ଓ ପ୍ରମୁଖ ବ୍ୟକ୍ତିମାନଙ୍କ ସମେତ ଈଶ୍ୱର ଦାସ ମୋଶେସଙ୍କ ମାଧ୍ୟମରେ ପ୍ରଦତ୍ତ ଈଶ୍ୱରଙ୍କ ବିଧିବିଧାନର ଅନୁଗତ ହୋଇ ବ୍ୟପୃତ ହେବାକୁ ଏବଂ ପ୍ରଭୁ ଆମ ଈଶ୍ୱରଙ୍କ ଆଜ୍ଞା, ଅଧ୍ୟାଦେଶ ତଥା ନିୟମଗୁଡ଼ିକୁ ପାଳନ କରିବା ସକାଶେ ଉଦ୍ୟତ ନ ହେଲେ, ସେମାନେ ଯେ ଅଭିଶପ୍ତ ହୁଅନ୍ତୁ, ସେଥିପାଇଁ ସେମାନେ ଶପଥପୂର୍ବକ ପ୍ରତିଜ୍ଞା ଅନୁବଦ୍ଧ ହୁଅନ୍ତି। ଆମ କନ୍ୟାମାନଙ୍କୁ ଏହି ଦେଶବାସୀଙ୍କ ପୁତ୍ରମାନଙ୍କ ସହ ଓ ସେମାନଙ୍କର କନ୍ୟାମାନଙ୍କୁ ଆମ ପୁତ୍ରମାନଙ୍କ ସହ ବିବାହିତ କରିବାକୁ ଆମ୍ଭେମାନେ ଅସମତ ହେବୁ। ସାବତ କିମ୍ବା ଅନ୍ୟ କୌଣସି ପବିତ୍ର ଦିନରେ ଯେକୌଣସି ବସ୍ତୁ କିମ୍ବା ଶସ୍ୟକୁ ସେହି ଦେଶବାସୀମାନେ ବିକ୍ରୟ କରିବା ପାଇଁ ଆଣିଲେ ଆମ୍ଭେମାନେ ତାହା କ୍ରୟ କରିବୁ ନାହିଁ। ସପ୍ତମ ବର୍ଷର ଫସଲ ଅମଳ ଏବଂ ଋଣ ଆଦାୟକୁ ଆମ୍ଭେମାନେ ଉପେକ୍ଷା କରିବୁ। ଈଶ୍ୱରଙ୍କ ଆଳୟର ବିଭିନ୍ନ ସେବା କାର୍ଯ୍ୟ, ଦିବ୍ୟ ସାନ୍ନିଧ୍ୟ, ପ୍ରତୀକ ରୁଟି, ନିରନ୍ତର ଶସ୍ୟ ବଳି ତଥା ହୋମ ବଳି, ସାବତ, ଅମାବାସ୍ୟା, ନିର୍ଦ୍ଦିଷ୍ଟ ଉତ୍ସବ ସମୂହ, ବିଶୁଦ୍ଧ ବସ୍ତୁ, ଇସ୍ରାଏଲ ଉଦ୍ଦେଶ୍ୟରେ ଉତ୍ସର୍ଗିତ ପାପ ପରିହାର ବଳି ଓ ଦେବାଳୟରେ କରିବାକୁ ଥିବା ଅନ୍ୟାନ୍ୟ କର୍ମାବଳୀ ଉଦ୍ଦେଶ୍ୟରେ ବର୍ଷ ସେକେଲର 1/3 ଅର୍ପଣ କରିବାର ଦାୟିତ୍ୱ ମଧ୍ୟ ଆମ୍ଭେମାନେ ଗ୍ରହଣ କରୁଛୁ। ବିଧାନ ଗ୍ରନ୍ଥରେ ଲିପିବଦ୍ଧ ହୋଇଥିବା ଅନୁସାରେ ପ୍ରଭୁ ଆମ ଈଶ୍ୱରଙ୍କ ବଳିପୀଠ ଉପରେ ପ୍ରଜ୍ୱଳିତ ହେବା ପାଇଁ ଆବଶ୍ୟକ କାଠ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ପିତୃକୁଳ ଅନୁଯାୟୀ ଆମ ଈଶ୍ୱରଙ୍କ ଆଳୟକୁ ନେଇ ଆସି ଅର୍ପଣ କରିବା ପାଇଁ ଆମ୍ଭେମାନେ ଯାଜକ, ଲେବୀୟ ଓ ଜନତା ମଧ୍ୟରେ ଗୁଲିବାଣ୍ଟ କରୁଅଛୁ। ଶସ୍ୟ କ୍ଷେତରୁ ପ୍ରାପ୍ତ ଆଦ୍ୟ ଫଳ ଓ ବୃକ୍ଷ ସମୂହର ପ୍ରଥମ ଫଳ ମୂଳକୁ ପ୍ରତିବର୍ଷ ପ୍ରଭୁଙ୍କ ଆଳୟରେ ଅର୍ପଣ କରିବା। ଆମ ପ୍ରଥମଜାତ ପୁତ୍ର, ପଶୁପଲର ଆଦ୍ୟଜାତ ପଶୁ ଏବଂ ଗୋପଲ ତଥା ମେଷପଲର ଆଦ୍ୟ ଜନ୍ତୁମାନଙ୍କୁ ଆମ ଈଶ୍ୱରଙ୍କ ଆଳୟରେ ସେବା କରୁଥିବା ଯାଜକମାନଙ୍କ ନିକଟକୁ ବିଧାନ ଅନୁସାରେ ଘେନି ଆଣିବା। ଆମ ଦ୍ୱାରା ବ୍ୟବହୃତ ମଇଦାର ଏକ ଉତ୍ତମ ଅଂଶ ଓ ଅନ୍ୟାନ୍ୟ ଉପହାର, ବୃକ୍ଷ ସମୂହର ଫଳ, ଦ୍ରାକ୍ଷାରସ, ତୈଳ ପ୍ରଭୃତି ବସ୍ତୁକୁ ଈଶ୍ୱରଙ୍କ ଆଳୟ ମଧ୍ୟସ୍ଥ ପ୍ରକାଷ୍ଠଗୁଡ଼ିକରେ ଯାଜକମାନଙ୍କ ସମୀପକୁ ଘେନି ଆସିବା ଏବଂ ଗ୍ରାମ ଅଞ୍ଚଳଗୁଡ଼ିକରେ ବାସ କରୁଥିବା ଯେଉଁ ଲେବୀୟମାନେ ଦଶମାଂଶ ଆଦାୟ କରନ୍ତି, ସେମାନଙ୍କୁ ଆମ ଶସ୍ୟ କ୍ଷେତ ଉତ୍ପନ୍ନ ବିଭାଗଗୁଡ଼ିକର 1/10 ପ୍ରଦାନ କରିବାର ଦାୟିତ୍ୱ ମଧ୍ୟ ଆମେ ଗ୍ରହଣ କରୁଅଛୁ। ଲେବୀୟମାନେ
ଦଶ ମାଂସ ଗ୍ରହଣ କରିବା ବେଳେ ଆରୋନଙ୍କ ପୁତ୍ର ଯାଜକ ସେମାନଙ୍କ ସହ ବିଦ୍ୟମାନ ଥିବେ। ଲେବୀୟମାନଙ୍କ ଦ୍ୱାରା ପ୍ରାପ୍ତ ଦଶ ମାଂସର ଏକ ଦଶମାଂଶକୁ ସେମାନେ ଦେବାଳୟର ଭଣ୍ଡାର ଘରକୁ ନେଇ ଆସିବେ। ପବିତ୍ର ଆଳୟରେ ବ୍ୟବହୃତ ପାତ୍ରଗୁଡ଼ିକ ଯେଉଁଠାରେ ରଖାଯାଇଛି ଏବଂ ଦେବାଳୟ ସେବୀ ଯାଜକ ଦ୍ୱାର ରଖି ଓ ଗାୟକମାନେ ଅବସ୍ଥାନ କରନ୍ତି। ଦେବାଳୟର ସେହି ପ୍ରକୋଷ୍ଠଗୁଡ଼ିକୁ ଶସ୍ୟ ଦ୍ରାକ୍ଷାରସ ତଥା ତୈଳର ଏକ ଅଂଶ ଇସ୍ରାଏଲୀୟ ଜନତା ଓ ଲେବୀୟମାନେ ନେଇ ଆସିବେ। ଆମ ଈଶ୍ୱରଙ୍କ ଆଳୟକୁ ଆମ୍ଭେମାନେ ଅବହେଳା କରିବୁ ନାହିଁ। ନେହେମିୟା ଅଧ୍ୟାୟ 11। ଜେରୁସାଲେମ ବାସୀଙ୍କର ତାଲିକା। ଜନତାର ନେତାଗଣ ଜେରୁସାଲେମରେ ଅବସ୍ଥାନ କଲେ। ଅବଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ମଧ୍ୟରେ ଗୁଲିବାଣ୍ଟ କଲେ, ଯେପରିକି ସେମାନଙ୍କ ମଧ୍ୟରୁ 10 ଜଣରୁ ଜଣେ ଲେଖାଏଁ ପବିତ୍ର ନଗରୀ ଜେରୁସାଲେମରେ ବାସ କରିପାରନ୍ତି। ଅନ୍ୟ 9 ଜଣ ବ୍ୟକ୍ତି ଅନ୍ୟ ନଗରଗୁଡ଼ିକରେ ବାସ କଲେ। ଯେଉଁମାନେ ଜେରୁସାଲେମରେ ବାସ କରିବା ପାଇଁ ସ୍ୱେଚ୍ଛାକ୍ରମେ ତତ୍ପର ହେଲେ, ସେମାନଙ୍କୁ ସମସ୍ତ ଅଭିନନ୍ଦନ ଜଣାଇଲେ। ଏହିପରି ଗ୍ରାମାଞ୍ଚଳରୁ ଆଗତ କେତେକ ନେତା ଜେରୁସାଲେମରେ ବସତି ସ୍ଥାପନ କଲେ। କିନ୍ତୁ ଜୁଦାର ନଗରୀଗୁଡ଼ିକରେ ଇସ୍ରାଏଲୀୟ ଜନତା, ଯାଜକ ବୃନ୍ଦ, ଲେବୀୟମାନେ, ଦେବାଳୟ ସେବକଗଣ ଓ ସଲୋମନଙ୍କ ଦାସମାନଙ୍କର ବଂଶଧରମାନେ ସେମାନଙ୍କର ନଗରୀ ତଥା ଭୂସମ୍ପଦ ମଧ୍ୟରେ ବାସ କଲେ। ଯେଉଁମାନେ ଜେରୁସାଲେମରେ ବସତି ସ୍ଥାପନ କଲେ, ସେମାନେ ଜୁଦା ବେଞ୍ଜାମିନ ଗୋଷ୍ଠୀ ଥିଲେ। ଜୁଦା ଗୋଷ୍ଠୀରୁ ଆତାଇୟା ସେଠାରେ ବାସ କଲା। ଏହି ଆତାଇୟା ଉସୁସିୟାର, ଉସୁସିୟା ସେଖାରିୟାର, ସେଖାରିୟା ଆମରିୟାର, ଆମରିୟା ସେଫାତିୟାର, ସେଫାତିୟା ମହାଲାକେଲର ଓ ମହାଲାଲେଲ ପେରେସର ପୁତ୍ର ଥିଲା। ସେହିପରି ବାରୁକର ପୁତ୍ର ମାସେଇୟା ମଧ୍ୟ ଜେରୁସାଲେମରେ ବାସ କଲା। ଏହି ବାରୁକ କଲହାସେର, କଲହାସେ ହାସାଇୟାର, ହାସାଇୟା ଆଦାଇୟାର, ଆଦାଇୟା ଜେଇଆବିରର, ଜେଇଆବିଆରିବ ସିଲନିୟ ସେଖାରିୟାର ପୁତ୍ର ଥିଲା। ପେରେସ ବଂଶଜ ସର୍ବମୋଟ 468 ବୀରପୁରୁଷ ଜେରୁସାଲେମରେ ବସତି ସ୍ଥାପନ କଲେ। ବେଞ୍ଜାମିନ ଗୋଷ୍ଠୀ ବ୍ୟକ୍ତିମାନଙ୍କର ନାମ ବିବରଣୀ ଏହା। ମେସୁଲାମର ପୁତ୍ର ସାଲୁ। ଏହି ମେସୁଲାମ ଜଏଦର, ଜଏଦ ପେଦାଇୟାର, ପେଦାଇୟା କଲାଇୟାର, କଲାଇୟା ମାସେଇୟାର, ମାସେଇୟା ଇତିଏଲର ଓ ଇତିଏଲ ଜେସାଇୟାର ପୁତ୍ର ଥିଲା। ସାଲୁ ସମେତ ଗାବାଇ ଓ ସାଲ୍ହାଇ ମଧ୍ୟ ସେଠାରେ ବାସ କଲେ। ସେମାନେ ସମସ୍ତେ ସର୍ବମୋଟ 928 ଜଣ ଥିଲେ। ସିଖ୍ରିର ପୁତ୍ର ଜଏଲ ସେମାନଙ୍କ ତତ୍ତ୍ୱାବଧାରକ ଥିଲା। ହାସେନୁଆର ପୁତ୍ର ଜୁଦା ନଗରୀଟିର ଦ୍ୱିତୀୟ ଶାସକ ଥିଲା। ଯାଜକମାନଙ୍କ ମଧ୍ୟରୁ ଜେଇଆରିବ, ଜାଖିନର ପୁତ୍ର ଜେଦାଇୟା ଓ ସେରାଇୟା। ଏହି ସେରାଇୟା ହିଲକିୟାର, ହିଲକିୟା ମେସୁଲାମର, ମେସୁଲାମ ସାଦକର, ସାଦକ ମେରାଇୟତର ଓ ମେରାଇୟତ ଦେବାଳୟ ଶାସକ ଆହିତୋବର ପୁତ୍ର ଥିଲେ। ଦେବାଳୟରେ ସେବା କରୁଥିବା ସେମାନଙ୍କ ଭ୍ରାତାମାନେ ସର୍ବମୋଟ 822 ଜଣ ଥିଲେ। ଜେରହାମର ପୁତ୍ର ଆଦାଇୟା। ଏହି ଜେରହାମ ପେଲାଇୟାର, ପେଲାଲିୟା ଆମସିର ଓ ଆମସି ସେଖାରିୟାର, ସେଖାରିୟା ପାସାହୁରର ଓ ପାସାହୁର ମାଲଖିଜାର ପୁତ୍ର ଥିଲା। ଆଦାଇୟାର ଭ୍ରାତାଗଣ ପିତୃକୁଳପତିମାନେ ସର୍ବମୋଟ 242 ଜଣ ଥିଲେ। ଆସାରେଲର ପୁତ୍ର ଆମାସାଇ। ଏହି ଆସାରେଲ ହାସାସାଇର, ଆହାସାଇ
ମେସିଲ ମଥର ଓ ମେସିଲ ମଥ ଇମରର ପୁତ୍ର ଥିଲା। ସେମାନଙ୍କର ବୀର ପରାକ୍ରମୀ ଭ୍ରାତାମାନେ ସର୍ବମୋଟ 128 ଜଣ ଥିଲେ। ହାଗେଦାଲିମର ପୁତ୍ର ସାବଦିଏଲ ସେମାନଙ୍କର ତତ୍ତ୍ୱାବଧାରକ ଥିଲା। ଲେବୀୟମାନଙ୍କ ମଧ୍ୟରୁ ହାସୁବର ପୁତ୍ର ସେମାଇଆ, ଏହି ହାସୁବ ଆଶ୍ରିକାମର, ଆଶ୍ରିକାମ ହାସାବିୟାର ଓ ହାସାବିୟା ବୁନିନର ପୁତ୍ର ଥିଲା। ଲେବୀୟ ପ୍ରମୁଖ ବ୍ୟକ୍ତିଗଣ ଶାବତାଇ ଓ ଜେଶାବାଦ ଦେବାଳୟର ବହିର୍ଭାଗରେ ସମ୍ପାଦିତ କାର୍ଯ୍ୟାବଳୀର ତତ୍ତ୍ୱାବଧାରକ ଥିଲେ। ପ୍ରାର୍ଥନା ସମୟରେ କୃତଜ୍ଞତା ପୂର୍ବକ ସ୍ତୋତ୍ର ଗାନ ଆରମ୍ଭ କରିବା ଆସାଫର ପୁତ୍ର ସାବଦୀ ଓ ସାବଦୀର ପୁତ୍ର ମିଖା ଓ ମିଖାର ପୁତ୍ର ମାତାନିଆ, ଏହି ଭ୍ରାତାଗଣଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ବାକବୁଇର ଥିଲା। ସାମୁଆର ପୁତ୍ର ଆବଦ, ଏହି ସାମ୍ବୁଆ ଗାଲାଲର ଓ ଗାଲାଲ ଜେଥୁଥୁନର ପୁତ୍ର ଥିଲା। ପବିତ୍ର ନଗରୀବାସୀ ଲେବୀୟମାନେ ସର୍ବମୋଟ 284 ଜଣ ଥିଲେ। ଦ୍ୱାରରକ୍ଷୀଗଣ ଆକୁବ, ତାଲମନ ଓ ଦ୍ୱାରଗୁଡ଼ିକରେ ପହରା ଦେଉଥିବା ସେମାନଙ୍କର ଭ୍ରାତାଗଣ 172 ଜଣ ଥିଲେ। ଅବଶିଷ୍ଟ ଇସ୍ରାଏଲୀୟ ଜନତା ଯାଜକ ଓ ଲେବୀୟମାନେ ଯୁଦାର ନଗରୀଗୁଡ଼ିକରେ ସେମାନଙ୍କ ଉତ୍ତରାଧିକାର ମଧ୍ୟରେ ଅବସ୍ଥାନ କଲେ। କିନ୍ତୁ ଦେବାଳୟର ସେବକମାନେ ଅଫେଲରେ ବାସ କଲେ। ସିହା ଓ ଗିସ୍ପା ଦେବାଳୟ ସେବକମାନଙ୍କର ତତ୍ତ୍ୱାବଧାରକ ଥିଲେ। ଉସସି ଜେରୁସାଲେମବାସୀ ଲେବୀୟମାନଙ୍କର ତତ୍ତ୍ୱାବଧାରକ ଥିଲା। ଏହି ଉସସି ବାନିର ପୁତ୍ର ଓ ବାନି ହାସାବିୟାର ପୁତ୍ର, ହାସାବିୟା ମାତାନିଆର ପୁତ୍ର ଓ ମାତାନିଆ ଈଶ୍ୱରଙ୍କ ଆଳୟରେ ସ୍ତୋତ୍ର ଗାନ କରୁଥିବା ଆସାଫା ବଂଶଜ ମିକାର ପୁତ୍ର ଥିଲା। ଦେବାଳୟରେ ପ୍ରତିଦିନ ସ୍ତୋତ୍ର ଗାନ କରିବା ପାଇଁ ଗାୟକମାନଙ୍କୁ ପାଳି ଅନୁସାରେ ଦଳରେ ବିଭକ୍ତ କରି ରାଜା ନିରୂପଣ କରିଥିଲେ। ଯୁଦା ଗୋତ୍ରଜ ସେରାହ ବଂଶଜ ମେସେସାବେଲର ପୁତ୍ର ପେତାହିଆ ଜନତା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ରାଜାଙ୍କର ଉପଦେଷ୍ଟ ଥିଲା। ଯୁଦା ଗୋତ୍ରଜ କେତେକ ବ୍ୟକ୍ତି ଗ୍ରାମାଞ୍ଚଳ ତଥା ସେ ସମସ୍ତର ଚତୁଃପାର୍ଶ୍ୱସ୍ଥ ଭୂଖଣ୍ଡଗୁଡ଼ିକରେ ବାସ କଲେ। ଏହିପରି ସେମାନେ କିରିୟାତ ଆର୍ବା, ଦିବନ, ଜେକବର୍ଷେଲ ପ୍ରଭୃତି ନଗରୀ ତଥା ସେ ସମସ୍ତର ପାର୍ଶ୍ୱସ୍ଥିତ ଗ୍ରାମଗୁଡ଼ିକରେ ଜେସୁଆ, ମଲାଦା, ବେତପେଲେତ, ହାସାରୁଆଲ, ବେର୍ଷେବା ତଥା ସେ ସମସ୍ତର ପାର୍ଶ୍ୱସ୍ଥିତ ଗ୍ରାମସମୂହରେ ସିକ୍ଲାଗ, ମେକନା ତଥା ସେ ସମସ୍ତର ସମୀପବର୍ତ୍ତୀ ଗ୍ରାମଗୁଡ଼ିକରେ ଏନରିମନ, ସେରାହା, ଜାରୁମୁତ, ସନୱା, ଆଦୁଲମ ପ୍ରଭୃତି ନଗରୀ ତଥା ସେ ସମସ୍ତର ସମୀପବର୍ତ୍ତୀ ଗ୍ରାମ, ଲାଖିସ ଓ ତାର କ୍ଷେତ ସମୂହ, ଆସେଖା ତଥା ତା ସମୀପବର୍ତ୍ତୀ ଗ୍ରାମ ସମୂହରେ ବସତି ସ୍ଥାପନ କଲେ। ସେମାନେ ଏପରି ବେର୍ଷେବା ଠାରୁ ହିନ୍ନମ ଉପତ୍ୟକା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଅବସ୍ଥାନ କଲେ। ବେଞ୍ଜାମିନ ଗୋତ୍ରଜ ଲୋକମାନେ ମଧ୍ୟ ଗେବା, ବିଗମାସା, ଆଇଜା, ବେଥେଲ ପ୍ରଭୃତି ନଗରୀ ତଥା ସେ ସମସ୍ତର ସମୀପବର୍ତ୍ତୀ ଗ୍ରାମ ସମୂହ, ଆନାଥତ, ନବା, ଆନାନିଆ, ହାସରା, ରାମା, ଗିତେଇମା, ହିଦିଦ, ସେବାଇମ, ନେବଲାତ, ଲୋଦ ଏବଂ ଶିଳ୍ପୀମାନଙ୍କର ଉପତ୍ୟକାସ୍ଥ ଅନା ପ୍ରଭୃତି ସ୍ଥାନମାନଙ୍କରେ ବାସ କଲେ। ଯୁଦାରେ ବାସ କରିଥିବା ବେଳେ ଲେବୀୟ ଦଳ ବେଞ୍ଜାମିନ ସହିତ ସମ୍ପୃକ୍ତ ହେଲେ।